ଦେଖିବା ମାୟାଧର ମାନସିଂଙ୍କ ବିଷୟରେ। ମାୟାଧର ମାନସିଂ ଏକ ବହୁମୁଖୀ ପ୍ରତିଭା। ସେ ଏକାଧାରରେ ଥିଲେ କବି, ପ୍ରାବନ୍ଧିକ, ନାଟ୍ୟକାର, ସମାଲୋଚକ, ଜୀବନକାର ଏବଂ କର୍ତ୍ତୃପକ୍ଷ ପତ୍ରପତ୍ରିକାର ସମ୍ପାଦକ। ଚିଲିକା ମଧ୍ୟସ୍ଥ ପାରିକୁଦ ନିକଟସ୍ଥ ନଳନ୍ଦା ଗ୍ରାମ ହେଉଛି ତାଙ୍କର ଜନ୍ମସ୍ଥାନ। 1932 ମସିହାରେ ସେ ଇଂରାଜୀ ସାହିତ୍ୟରେ MA ପାସ୍ କରି ଶିକ୍ଷକତା କରିଥିଲେ। ଏହାପରେ ସେ ବିଲାତର ଡରହାମ ବିଶ୍ୱବିଦ୍ୟାଳୟରୁ କାଳିଦାସ ଓ ସେକ୍ସପିୟରଙ୍କ ଉପରେ ତୁଳନାତ୍ମକ ଗବେଷଣା ନିବନ୍ଧ ପ୍ରସ୍ତୁତ କରି ଡକ୍ଟରେଟ୍ ଡିଗ୍ରୀ ଲାଭ କରିଥିଲେ। ସେ ଜୀବନବାଦୀ କବି, ମାନବବାଦୀ କବି ଏବଂ ପ୍ରେମ ଓ ପ୍ରଣୟର କବି। ତାଙ୍କ କବିତା ଗୁଡ଼ିକ ମୁଖ୍ୟତଃ ରୋମାଣ୍ଟିକ ଧର୍ମୀ। ତାଙ୍କର କବିତା ଗୁଡ଼ିକ ହେଲା ଧୂପ, ହେମପୁଷ୍ପ, ହେମଶସ୍ୟ, କିଶୋର କବିତା, କୋଣାର୍କ, ବାପୁତର୍ପଣ, ମାଟିବାଣୀ, ଜୀବନଚିତା, ସିନ୍ଧୁ ଓ ବିନ୍ଦୁ, କିଶୋର କବିତା, ସାଧବ ଜୀବ ଇତ୍ୟାଦି। ଏପରି ଅନେକ କବିତା ତାଙ୍କର ରହିଛି। ଏହା ଥିଲା ମାୟାଧର ମାନସିଂଙ୍କର ପରିଚୟ। ତାପରେ ଆମେ ବିରହୀ ଗଣର ବିଷୟ ପ୍ରସଙ୍ଗ କଣ ରହିଛି ଦେଖିବା। ଆଲୋଚ୍ୟ କବିତା ବିରହୀ ଗଣ କବିତାଟି ତାଙ୍କର ହେମପୁଷ୍ପ ସଂକଳନରୁ ଆସିଛି। ପୃଥିବୀର ଯେକୌଣସି ପ୍ରାକୃତିକ ଉପାଦାନକୁ ନେଇ ତାଙ୍କ ନିକଟରେ ନିଜର ବେଦନାକୁ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରାଯାଇଥାଏ। ଏହା ବେଦନା ବୋଧର ଏକ ବିଶିଷ୍ଟ ସମ୍ବୋଧନମୂଳକ ଗୀତି କବିତା। ଏଠାରେ କବି ମାନସିଂ ବିରହରେ ଜର୍ଜରିତ ଘନ ସହ ନିଜର ଆଳାପ କରିଛନ୍ତି। ନିଜକୁ ମେଘ ସହିତ ସମଦଶା ଭୋଗୀ ମନେକରି ଆପଣାର ମନର ବେଦନା ଓ ମେଘର ପ୍ରାକୃତିକ ଦୃଶ୍ୟାବଳୀକୁ ଅବଲୋକନ କରି ସମବେଦନା ଜଣାଇଛନ୍ତି। କବି ମାୟାଧର ମାନସିଂ ପ୍ରଥମ ପଂକ୍ତି ବାରିଡ଼ାକୁ ସମ୍ବୋଧନ ସ୍ୱରୂପରେ କହିଛନ୍ତି, ହେ ବାରିଦ, କେଉଁ ଦୁର୍ଲଭ ରତ୍ନ ପାଇବାର ଅବକାଶରେ ତୁମେ ହୃଦୟର ବ୍ୟାକୁଳତାର ନିଃଶ୍ୱାସରେ ଏଇ ପ୍ରଶସ୍ତ ଆକାଶରେ ଅନ୍ୱେଷଣ କରୁଛ। ବିଷଣ୍ଣ ହୃଦୟରେ ଆକାଶର ବିରାଟ ପ୍ରାନ୍ତରରେ ଖୋଜି ବୁଲିବା ଦୃଶ୍ୟପଟ ତିଆରି କରୁଛ। ତୁମର ଅନ୍ତର ପୃଷ୍ଠରେ ହେ ଘନ, କେଉଁ ବ୍ୟଥା, କେଉଁ ରୁଦ୍ଧ ଯନ୍ତ୍ରଣା ବହନ କରୁଛ, ଯାହା ଅପ୍ରକାଶିତ ଓ ଅବ୍ୟକ୍ତ। କାହିଁ କେତେ କାଳରୁ ତୁମେ ଆକାଶ ବକ୍ଷରେ ସେହି ଚିରନ୍ତନ ଦୁଃଖ, ବ୍ୟଥାର ଉପଶାନ୍ତି ବା ଉପଚାର କରିବାର ଉପାୟ ଏଯାଏ ପାଇନାହଁ। ବାସ୍ତବରେ କବି ଜୀବନର ଏକ ନିହାତି ନୀତିଦିନିଆ ପ୍ରସଙ୍ଗକୁ ବାଢ଼ିଛନ୍ତି। ମଣିଷ ଯେତେବେଳେ ଦୁଃଖରେ ଥାଏ, ଯନ୍ତ୍ରଣାଗ୍ରସ୍ତ ଥାଏ, ତାର ବଦନ ନୀରବ ଓ ବିଷଣ୍ଣ ହେବା ସ୍ୱାଭାବିକ। ଠିକ୍ ଏଠାରେ ମଧ୍ୟ କବି ମେଘକୁ ଚାହିଁ କହୁଛନ୍ତି ଯେ ତୁମର ବଦନ ସଦାବେଳେ ଗୁରୁ ଗମ୍ଭୀର ଜଣାଯାଉଛି। କବି କଳ୍ପନା କରୁଛନ୍ତି କଳା ମେଘ ଏକ ବିଷାଦ ରେଖା, ଯାହା ତୁମରି ଲଲାଟରେ ବିରାଟ ଭାବେ କୁଞ୍ଚିତ ବିଷାଦ ରେଖା ଆଙ୍କିତ ହୋଇଛି। ଚିନ୍ତା ସାଧାରଣତଃ କାଳର ପ୍ରତୀକ। ତେଣୁ ତୁମ ମୁଖମଣ୍ଡଳରେ ଚିନ୍ତାର କାଳିମା ଚିତ୍ରିତ ହୋଇଛି। ମୁଖ ହିଁ ତ ଏକ ଦର୍ପଣ ସଦୃଶ। ସ୍ମୃତି ଯଦି ବିଷାଦପୂର୍ଣ୍ଣ, ତେବେ ମୁଖ ଗମ୍ଭୀରପ୍ରଦ ହେବା ସୁନିଶ୍ଚିତ। ହେ ଘନ, ତତେ ଦେଖିଲେ ମନେ ହେଉଛି ସତେ ଯେପରି କେତେ ଯୁଗରୁ ଏକ ବିତୃଷ୍ଣ ସ୍ମୃତି ତୋ ହୃଦୟରେ ସଂଗୁପ୍ତ ହେଇକି ଲୁଚି ରହିଛି। ତେଣୁ ସେହି ସ୍ମୃତିର ପ୍ରହାରରେ ବା କଷାଘାତରେ ତୁମର ପ୍ରାଣ ବିକଳ ଦେଇ ଅବିରଳ ଭାବରେ ବେଦନ ସ୍ୱରୂପ ବାରିପାତ କରୁଛି। ପରବର୍ତ୍ତୀ ପର୍ଯ୍ୟାୟରେ କବି ମାନସିଂ ତାଙ୍କର ପ୍ରିୟ ପ୍ରେମ ଚେତନାକୁ କବିତା ଭିତରେ ଆଣିଛନ୍ତି। ହେ ଘନ, କିଏ ସେ ଲାବଣ୍ୟବତୀ, ପୁଣ୍ୟବତା, ଭାଗ୍ୟବତୀ ବାଳା, ଯାହା ପାଇଁ ତୁମେ ହୃଦୟରେ ବରଣମାଳା କରି ଧାରଣ କରିଅଛ ଏବଂ ଦୁଃଖ ଭୋଗ କରୁଛ। ରୌଦ୍ର କାଳରେ ଯେତେବେଳେ ବର୍ଷା ହୁଏ, ଆକାଶ ଧରଣୀରେ ମଧ୍ୟ ଉତ୍ତପ୍ତ ଜଳ ବର୍ଷା ହୋଇଥାଏ। ଠିକ୍ ସେହିପରି ହେ ଘନ, କଣ ହେଇ ନାରୀକୁ ନ ପାଇବା ଯୋଗୁଁ ମନର ଲାଳସା ଅପୂର୍ଣ୍ଣ ହେତୁ ତୁମେ ନୟନରୁ ଲପ୍ତ ଲୁହ ରୋଦନ କରି ସମଗ୍ର ଆକାଶ ଅବନୀ ଆର୍ଦ୍ର କରିଦେଉଛ। ଯୁଗ ଯୁଗ ଧରି ବ୍ୟାକୁଳ ଚିତ୍ତରେ ଏ ସମଗ୍ର ଧରଣୀରେ ବିଚରଣ କରୁଛ। ବର୍ଷା ହେବା ଆଗରୁ
ଯେଉଁ ଗୁରୁ ଗର୍ଜନର ନାଦ ଶୁଭାଯାଏ ତାହାକୁ ଲକ୍ଷ୍ୟ କରି କବି ମାୟାଧର ମାନସୀ ଏକ ସୁନ୍ଦର ବକ୍ତବ୍ୟ ଉପସ୍ଥାପନ କରୁଛନ୍ତି। ହେ ଘନ, କାହା ନାମ ଧରି ତୁମେ ଘଡ଼ଘଡ଼ି ମଦ୍ରନାନ ଥାଅ, ଯେ ଅନ୍ତରିକ୍ଷ ମଧ୍ୟ ପରିପୂର୍ଣ୍ଣ ହୋଇଯାଇଥାଏ। କବି କହୁଛନ୍ତି କେମିତି ସେ ଅଭାଗିନୀ ହୃଦୟର ଦୁଃଖ ନ ବୁଝି ହୀନ ପାଲଟି ଗଲେ। କଠିନ ପାଷାଣୀଟିଏ ପରି କିପରି ଭାବରେ ତୁମର ସମସ୍ତ ଆବେଗ, ଅନୁରାଗ, ସ୍ନେହାଦି ଭଲ ପାଇବାକୁ ଭୁଲିଗଲେ, ପାସୋରି ଦେଲେ। କେଉଁଠାରେ ସେ ଲୁଚିକି ରହିଛନ୍ତି ଯେ ତୁମର ହୃଦୟ ବିଦୀର୍ଣ୍ଣ ଅନ୍ତରଙ୍ଗ ଡାକକୁ ସେ ଶୁଣି ପାରୁନାହାନ୍ତି। ତୁମର ପ୍ରେମ ଆକର୍ଷଣ ଭାବକୁ ତ୍ୟାଗ କରି ସେ ଅନ୍ୟ କେଉଁ ଆଶାରେ ରହିଛନ୍ତି। ହୃଦୟରେ ପରିପୂର୍ଣ୍ଣ ହୋଇଥିବା ସ୍ନେହକୁ ଫିଙ୍ଗି ଦେଇ ତୁମର ଆବେଗପୂର୍ଣ୍ଣ ଡାକରେ, ଯାହାକୁ ଘଡ଼ି ଘଡ଼ି ନାଦ କୁହାଯାଏ, ସେ ନାରୀ ରକ୍ତରେ ବନ୍ୟା ଖେଳି ଯାଇ ବିରହରେ ଆଚ୍ଛନ୍ନ ହୋଇଯାଏ ନାହିଁ କାହିଁକି? ହେ ବାରିବାହ, ନିଶ୍ଚୟ ତୁମେ ତମ ପ୍ରଣୟୀର ଚିର ମସ୍ତକଟିକା ସଦୃଶ। ତେଣୁ କରି ଯେତେବେଳେ ବର୍ଷା ଆଗମନ ହୁଏ, ସେତେବେଳେ ସତେ ଯେପରି ପ୍ରେମ ପାଇବା ଆଶାରେ କିଶୋରୀ ଯୂଥିକା ବା ଜୁଇ ଫୁଲ ଲତାକୁଞ୍ଜ ଭିତରେ ସେ ଫୁଟି ଉଠେ। ହେ ଘନ, ତୁମକୁ ବନ୍ଧୁ ବୋଲି ମନେକରି ତୁମ ସାଥେ ତାଳେ ତାଳେ ବିରହୀ ମୟୂରୀ ନାଚି ଉଠୁଛି। ତେଣୁତଃ ବର୍ଷା ଆଗମନ ଗତେ ବିରହୀ ଯୁବକ ଯୁବତୀ ଗଣେ ବିଚ୍ଛେଦେ ଲୋତକ ଗୋଡ଼ାଇଥାନ୍ତି। ତୁମେ ଯେତେବେଳେ ଆସ, ସମଗ୍ର ପୃଥିବୀର ସକଳ ହୃଦୟ କାମଦେବୀଙ୍କ ମୁନିଆ ପ୍ରେମ ସ୍ୱରରେ ସେମାନଙ୍କ ହୃଦୟ ହାଣି ହୋଇଯାଇଥାଏ। ସଭା ଶେଷରେ କବି ମାୟାଧର ମାନସୀ ନିଜର ଆତ୍ମ ନିମଜ୍ଜନତା ଭାବରେ ଦେଖିବାକୁ ମିଳେ। ପ୍ରକୃତି ସହିତ ଏକାବେଳେ ହଜିଯାଇକି ନିଜ ବ୍ୟଥା ବେଦନାକୁ ପ୍ରକାଶ କରିବାର ପ୍ରବଣତା ଏଠାରେ ଦେଖିବାକୁ ମିଳିଥାଏ। କବି ନିଜକୁ ଦୀନ ଦରିଦ୍ର ମନେ କରି କହୁଛନ୍ତି, ହେ ବନ୍ଧୁ ମୋ ଘନ, ତୁମ ପରି ହିଁ ମୋର ମଧ୍ୟ ଅମୂଲ୍ୟ ରତ୍ନ ହଜିଯାଇଛି। ମନ ଭିତରେ ଯେଉଁ ପ୍ରଣୟର ତାରକା ଦେଦୀପ୍ୟମାନ ହେଉଥିଲା ହୃଦୟ ରୂପକ ଆକାଶରେ, ଆଜି ତାରା ଖସିବା ପରିକା ଆଜି ଖସି ଯାଇଛି ବା ବିଲୁପ୍ତ ହୋଇଯାଇଛି। ପ୍ରିୟ ଘନକୁ କହୁଛନ୍ତି ଯେ, ଘନ, ବର୍ତ୍ତମାନ ମୁଁ ମଧ୍ୟ ଠିକ୍ ତୁମ ପରି ଶୂନ୍ୟତା ଅନୁଭବ କରୁଛି। ମୋର ପ୍ରତିଟି ନୟନ ପଲକରେ ସେଇ ସ୍ମୃତି ବେଦନାରେ ବିଦୀର୍ଣ୍ଣ ହୋଇଯିବାରୁ ମୋର ଏଇ କ୍ଷୁଦ୍ର ଜୀବନଟି ଆଜି ଆର୍ତ୍ତନାଦରେ ପରିପୂର୍ଣ୍ଣ। ଏହା କହି କବି କବିତାଟି ଶେଷ କରିଛନ୍ତି। ଏହା ଥିଲା ଏହି କବିତାର ସମ୍ପୂର୍ଣ୍ଣ ସାରମର୍ମ। ଆଶା କରୁଛି ଏହା ତମମାନଙ୍କୁ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କର, ସାଙ୍ଗମାନଙ୍କ ସହିତ ସେୟାର କର ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କର।